ଏବେ ଦୁଇ ଆକାଶରେ ଦୁଇଟି ଜହ୍ନ ଦେଖାଯିବ, କଣ ଏହା ପଛର କାରଣ ଏବଂ କେତେ ଦିନ ପର୍ଯ୍ୟନ୍ତ ଦେଖାଯିବ? ଦେଖନ୍ତୁ କିଛି ସୋସିଆଲ ମିଡିଆ ହଉ ବା ଗଣମାଧ୍ୟମରେ ବି ପଚରାଉଛି ଯେ ଆକାଶରେ ଦୁଇଟି ଜହ୍ନ ଦେଖାଯିବ। ପ୍ରକୃତରେ ଏଇ କଥାଟି ଠିକ ନୁହେଁ। ଜହ୍ନ ହଉଛି ଆମର ପୃଥିବୀର ଗୋଟେ ଉପଗ୍ରହ, ସେ ପୃଥିବୀ ଚାରିପଟ 28 ଦିନରେ ଥରେ ବୁଲୁଛି। ତ ଏବେ କିନ୍ତୁ ଗୋଟିଏ ପଥର ଖଣ୍ଡ ଯାହାର ଆକାର ହଉଛି ମାତ୍ର 33 ଫୁଟ ବା 10 ମିଟର ପାଖାପାଖି, ସେଇଭଳିଆ ଗୋଟେ ପଥର ଖଣ୍ଡଟେ ଯୋଉଟା ମହାକାଶରେ ଘୁରି ବୁଲୁଥିଲା, ସେଟା ପୃଥିବୀର ମାଧ୍ୟାକର୍ଷଣ ଶକ୍ତି ଦ୍ୱାରା ଟାଣି ହୋଇଛି ଆଜିଠାରୁ ପୃଥିବୀ ଚାରିପଟେ ନଭେମ୍ବର 25 ପର୍ଯ୍ୟନ୍ତ ଗୋଟେ ଥର ବୁଲିଯିବ। ଏଇ ଯୋଉ ଯେହେତୁ ସେଟା ପୃଥିବୀ ଚାରିପଟେ ବୁଲୁଛି ତାକୁ ଆମେ ପୃଥିବୀର ଗୋଟେ ଉପଗ୍ରହ ବୋଲି କହିବା, କିନ୍ତୁ ସେଟାକୁ ଖାଲି ଆଖିରେ ଦେଖିବା କେବେ ବି ସମ୍ଭବ ନୁହେଁ କି ସାଧାରଣ ଦୂରବୀକ୍ଷଣ ବା ସାଧାରଣ ବାଇନୋକୁଲର ଦେଖାଯିବନି। ବହୁତ ବଡ ଦୂରବୀକ୍ଷଣ ଯନ୍ତ୍ରରେ ମାନେ ହାଇ ପାୱାର ଟେଲିସ୍କୋପ ରେ ହିଁ ସେଟା ଦେଖାଯିବ। କିନ୍ତୁ ଯେହେତୁ ଏଟା ପୃଥିବୀ ଚାରିପଟେ ଗୋଟେ ଉପଗ୍ରହ ବୋଲି ବୁଲୁଛି, ସେଥିପାଇଁକା ଲୋକ ତା ନାଁ ଦଉଛନ୍ତି ଏଇଟା ଦ୍ୱିତୀୟ ଚନ୍ଦ୍ର ବୋଲି, କିନ୍ତୁ ପ୍ରକୃତରେ ସେଟା ଚନ୍ଦ୍ର ଭଳି ଦେଖାଯିବ ନାହିଁ। ଆଜ୍ଞା, ଏହା ପଛର କାରଣ କଣ, କାହିଁକି ଏମିତି ସୃଷ୍ଟି ହେଲା ଗୋଟେ? ଦେଖନ୍ତୁ ଆମର ବିଶ୍ୱ ସୃଷ୍ଟି ବେଳୁ ଅନେକ ଗୁଡିଏ ଛୋଟ ବଡ ପଥର ଖଣ୍ଡ ଚାରିଆଡେ ଘୁରି ବୁଲୁଛନ୍ତି। ତ ବହୁତ ଗୁଡିଏ ପଥର ଖଣ୍ଡ ରହିଛି ଯୋଉଟା କି ପୃଥିବୀ ଯେତିକି ଦୂରତାରେ ସୂର୍ଯ୍ୟ ଚାରିପଟେ ବୁଲୁଛି ପାଖାପାଖି 15 କୋଟି କିଲୋମିଟର ଦୂରରେ ଅନେକ ଗୁଡିଏ ପଥର ମଧ୍ୟ ସୂର୍ଯ୍ୟ ଚାରିପଟେ ସେଇ ଦୂରତାରେ ବୁଲୁଛନ୍ତି। ଆଉ ସେମାନଙ୍କର ଗତି ବହୁତ ଅଧିକ, କେତେ ଗୁଡିର ଗତି କମ, ଯାହାର ଗତି କମ ଥିବ, ବେଗ କମ ଥାଏ, ସେଗୁଡିକ ବେଳେ ବେଳେ ପୃଥିବୀ ଦ୍ୱାରା ଟାଣି ହେଇକି ପୃଥିବୀ ଆଡକୁ ପଳେଇ ଆସନ୍ତି ଏବଂ ପୃଥିବୀ ଚାରିପଟ ବୁଲିକି ପୁଣି ବାହାରିକି ଚାଲି ଯାଆନ୍ତି। ଏଇଟା ଯେମିତି ଠିକ ଏଇଟା ହଉଛି। ଏଇଭଳିଆ ଗୋଟେ 2022 ମସିହାରେ ମଧ୍ୟ ହେଇଥିଲା। ଏଇ ପଥର ଖଣ୍ଡଟା ପୁଣି ଆଉଥରେ 2055 ମସିହାରେ ଆମର ପୃଥିବୀ ଚାରିପଟେ ଆସିବ, ଆଉଥରେ ବୁଲିବ। ଏଇଭଳିଆ ବେଳେ ବେଳେ ଘଟିଥାଏ। ଏଇଟା ଗୋଟେ ଅସାଧାରଣ କଥା ନୁହେଁ। ପଥର ଖଣ୍ଡ ଯୋଉଟା ରହିଛନ୍ତି ପୃଥିବୀର ମାଧ୍ୟାକର୍ଷଣ ଶକ୍ତି ଦ୍ୱାରା ଟାଣି ହୋଇ ପୃଥିବୀ ଚାରିପଟେ ବୁଲିକି ପୁଣି ବାହାରକୁ ଚାଲି ଯାଉଛନ୍ତି। ତେଣୁ ସେଥିପାଇଁକା ଏଇଟା ଗୋଟେ ପୃଥିବୀର ଦ୍ୱିତୀୟ ଉପଗ୍ରହ ବା ଦ୍ୱିତୀୟ ଚନ୍ଦ୍ର ବୋଲି ଏବେ କୁହାଯାଉଛି। ସାର୍, ଏହା ଦ୍ୱାରା ମାନେ କିଛି କ୍ଷତି ହବାର ସମ୍ଭାବନା ଅଛି କି? ଦେଖନ୍ତୁ, ଏହାର ଆକାର ହଉଛି ମାତ୍ର 33 ଫୁଟ। 33 ଫୁଟ କହିଲେ କେତେ, ମାନେ ଗୋଟେ 3 ମହଲା କୋଠା ଘର ସାଙ୍ଗେ ସମାନ ହବ। ତ ସେତିକି ଗୋଟେ ପିଣ୍ଡଟେ ବୁଲୁଛି। ଯଦି ସେଇଭଳିଆ ଗୋଟେ ପିଣ୍ଡ ଆସି କେବେ ପୃଥିବୀ ପୃଷ୍ଠରେ ଧକ୍କା ହବ, ତାହେଲେ ଗୋଟେ ଛୋଟ ଅଞ୍ଚଳରେ କିଛି ଘର ଦ୍ୱାରା ଭାଙ୍ଗିଯିବ ବା ଗଛ ଭାଙ୍ଗିଯିବ, ସେଇଭଳିଆ ହବ। କିନ୍ତୁ ଏଇ ଯୋଉ ପିଣ୍ଡଟି ରହିଛି ଏଇଟା ଆମ ପୃଥିବୀରେ ପଡିବାର ସମ୍ଭାବନା ନାହିଁ। ତାର ଗତିପଥ ନିର୍ଣ୍ଣୟ କରିଦିଆଯାଇଛି, ତେଣୁ ସିଏ ବୁଲିକି ଚାଲିଯିବ। ତେଣୁ ଏଇଟା ପଡିବାର କୌଣସି ନାହିଁ ବା ତାର କୌଣସି ପ୍ରଭାବ ପୃଥିବୀ ଉପରେ ପଡିବାର ନାହିଁ।